ନିଶ୍ଚିନ୍ତା ପାହାଡ଼ରେ ପ୍ରଶାସନର ମିଳିତ ଚଢ଼ାଉ, ଟ୍ରାକ୍ଟର ଜବତ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ତହସିଲ ଅନ୍ତର୍ଗତ ନିହଲ ପ୍ରସାଦ ଅଞ୍ଚଳରେ ନିଶ୍ଚିତା ପାହାଡ଼ରେ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ାଉ ବେଳେ ଏକ ଟ୍ରାକ୍ଟର ଜବତ କରାଯାଇଛି। କଳା ମୁଗୁନି ପଥରରେ ଭରା ପାହାଡ଼ ଏବେ ଧୂଳିସାତ ହେବାକୁ ବସିଛି। ଉକ୍ତ କଳାପଥର ପାହାଡ଼ଟି ଏବେ ମାଫିଆମାନଙ୍କ କବ୍ଜାରେ। ଏହି ପାହାଡ଼ଟି ଯାଜପୁର ଓ ଢେଙ୍କାନାଳ ସୀମାବର୍ତ୍ତୀ। ଏହି ଅଞ୍ଚଳରେ ପଥର ମାଫିଆ ବେଶ୍ ସକ୍ରିୟ। 163 ବିଏନ୍ଏସ୍ ଥିଲେ ମଧ୍ୟ ସେସବୁକୁ ଫୁ କରି ଚୋରାଚାଲାଣ କରୁଥିବା ବେଳେ ଆଜି ପ୍ରଶାସନ ଢେଙ୍କାନାଳ ଉପଜିଲ୍ଲାପାଳ ବିଭୁଦାନନ୍ଦ ଗଡ଼ନାୟକ, ଜିଲ୍ଲା ଖଣି ଅଧିକାରୀ ଡମ୍ବରୁଧର ମହାନ୍ତି ମିଳିତ ଭାବରେ ଚଢ଼ାଉ କରି ଖଣି ଅଞ୍ଚଳରୁ ଏକ ଟ୍ରାକ୍ଟରକୁ ଜବତ କରିଥିବାର ଜଣାପଡ଼ିଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।